ଜଣେ ହୀରା ବେପାରୀ ଟ୍ରେନରେ ଯାତ୍ରା କରୁଥିଲେ। ସେ ଗୋଟେ ରାତି ଗୋଟେ ଦିନ ଟ୍ରେନରେ ବସିଲେ ସେ ଯେଉଁଠିକି ଯାଉଛନ୍ତି ସେଠାରେ ପହଞ୍ଚି ପାରିବେ। ତାଙ୍କ ପାଖରେ 3ଟି ପୁଟୁଳି ଥିଲା। ସେ ପୁଟୁଳିରେ ପରିପୂର୍ଣ୍ଣ ହୀରା ରହିଥିଲା। ସେ ହୀରା ପୁଟୁଳିକୁ ଧରି ଟ୍ରେନରେ ବସିଥିଲେ। ସେହି ଟ୍ରେନରେ ଜଣେ ଚୋର ବି ରହିଥିଲା। ସେଇ ଚୋରର ଲକ୍ଷ୍ୟ ସେଇ ହୀରା ବେପାରୀ ଉପରେ ପଡ଼ିଲା। ସେ ଚିନ୍ତା କଲା, ଏ ଲୋକଟି ଯାଉଛି ଟ୍ରେନରେ 3ଟି ପୁଟୁଳି କ'ଣ ନେଇକି ଯାଉଛି। ସେ ଭାବିଲା ୟା ଭିତରେ ବି କିଛି ଗୁପ୍ତଧନ ରହିଛି। ତାକୁ ଚୋରି କରିବ ବୋଲି ସେ ହୀରା ବେପାରୀ ପାଖରେ ଯାଇ ବସିଲା ଓ ମିଠା ମିଠା କଥା କହି ତା ସହିତ କଥା ହେବାକୁ ଲାଗିଲା। ସେ ଚୋର ଚିନ୍ତା କଲା, ମୋତେ ୟାକୁ ରାତିରେ ଚୋରି କରିବାକୁ ପଡ଼ିବ। ତାହେଲେ ମୁଁ ଆଗେ ଶୋଇପଡ଼ିବି। ଶୋଇପଡ଼ିଲା ପରେ ରାତି 12ଟା ବେଳକୁ ଉଠିଲେ ଏମାନେ ସବୁ ଶୋଇପଡ଼ିଥିବେ, ମୁଁ ତାକୁ ନେଇକି ପଳେଇବି। ଏହା ଭାବି ଚୋର ଆଗେ ଶୋଇପଡ଼ିଲା। ଶୋଇପଡ଼ିଲା ପରେ ହୀରା ବେପାରୀ କ'ଣ କଲା ନା ତାକୁ ନିଦ ଆସିଲା। ସେ ଚିନ୍ତା କଲା, ଏ ହୀରା ପୁଟୁଳିକୁ ଏ ଲୋକର ବ୍ୟାଗରେ ରଖିଦେବି। ତା ପାଖରେ ନ ରଖି ସେ ଚୋରର ବ୍ୟାଗରେ ହୀରାକୁ ରଖିଦେଲା। ରଖିଦେଇ ସେ ଶୋଇପଡ଼ିଲା। ସେ ଶୋଇପଡ଼ିଲା ପରେ ଚୋରର ନିଦ ଭାଙ୍ଗିଗଲା। ସେ ଉଠିପଡ଼ି କହିଲା, ଏବେ ମୋତେ ଚୋରି କରିବାକୁ ପଡ଼ିବ। ସେ ହୀରା ବେପାରୀ ବ୍ୟାଗକୁ ଧୀରେ ଧୀରେ ହାତ ରଖିକି ଟାଣିଲା। ଟାଣି ଦେଖିଲା ହୀରାର ପୁଟୁଳି ତା ଭିତରେ ନାହିଁ। ସେ ଚିନ୍ତା କଲା, ଏ ପୁଟୁଳି ଗଲା କୁଆଡ଼େ। ସେ ଭାବିଲା ବୋଧେ ସେ କାହାକୁ ଦେଇଛି। ସେ ଡାଉଟରେ ରହି ପୁଣି ଶୋଇପଡ଼ିଲା। ସେ ଶୋଇପଡ଼ିଲା ପରେ ହୀରା ବେପାରୀ ନିଦ ଭାଙ୍ଗିଗଲା। ସେ ବି ମଧ୍ୟ ଉଠିପଡ଼ିଲା। ଉଠିପଡ଼ି ପୁଣି ତା ବ୍ୟାଗରୁ ହୀରାକୁ ନେଇ ଆସିଲା। ସକାଳ ହେଲା। ଚୋର ଉଠିପଡ଼ିଲା, ଦେଖିଲା ହୀରା ବେପାରୀ ପାଖରେ ପୁଣି ସେଇ ପୁଟୁଳି 3ଟି ଅଛି। ସେ ଚିନ୍ତା କଲା, ରାତିରେ ତ ମୁଁ ଦେଖିଲି ୟା ପାଖରେ ନଥିଲା, ଏ ଆସିଲା କେଉଁଠୁ। ଚୋର ଚିନ୍ତା କଲା, ହଉ ଠିକ୍ ଅଛି, ଆଜି ରାତିକି ଯାହା ବି ହେଲେ ମୁଁ ଏ ଜିନିଷକୁ ନେଇଯିବି। ଏହା ଭାବି ସେ ଟ୍ରେନରେ ରହିଲା। ସନ୍ଧ୍ୟା ହେଲା। ସନ୍ଧ୍ୟା ହେଲା ପରେ ହୀରା ବେପାରୀ ମନେ ମନେ ଚିନ୍ତା କରୁଥାଏ, ମୋ ପାଖରେ ବସିଥିବା ବ୍ୟକ୍ତି ଜଣକ ବୋଧେ ଇଏ ଜଣେ ଚୋର। କାହିଁକି ନା ଇଏ ମୋର ଏଇ ପୁଟୁଳି ଉପରେ ଯେତିକି ଲକ୍ଷ୍ୟ ପକାଉଛି, ମୁଁ ଭାବୁଛି ଇଏ ଚୋରି କରିବା ଲକ୍ଷ୍ୟରେ ହିଁ ଅଛି। ଏହା ଭାବି ସେ ତାର ଜିନିଷକୁ ଅକ୍ତିଆରରେ ରଖିଲା। ରାତି ମଧ୍ୟ 12ଟା ବାଜି ଯାଇଥାଏ। ଚୋର ଏବେ ଚିନ୍ତା କଲା, ମୁଁ ଏବେ ଶୋଇପଡ଼ିବି। ଠିକ୍ 3ଟା ବେଳେ ଉଠି ଏମାନଙ୍କ ଜିନିଷ ସବୁ ନେଇ ଚାଲିଯିବି। ଏମାନେ ଶୋଇପଡ଼ିଥିବେ। ଏହା ଭାବି ଚୋର ନିଦରେ ଶୋଇପଡ଼ିଲା। ହୀରା ବେପାରୀକି ନିଦ ଆସିଗଲା। ସେ କ'ଣ କଲା ନା ତାର ହୀରାକୁ ସବୁ ବାହାର କରି ତା ବ୍ୟାଗରୁ ଚୋରର ବ୍ୟାଗରେ ରଖିଦେଇ ସେ ମଧ୍ୟ ଶୋଇପଡ଼ିଲା। ରାତି 3ଟା ବାଜିଥାଏ। ଚୋରର ନିଦ ଭାଙ୍ଗିଗଲା। ସେ ମଧ୍ୟ ଦେଖିଲା ହୀରା ବେପାରୀ ବ୍ୟାଗରୁ କିଛି ବି ମିଳିଲା ନାହିଁ। ସେ ମନେ ମନେ ଚିନ୍ତା କଲା, କ'ଣ ସବୁ ଏ ଘଟୁଛି ମୋ ସହିତ। ମୋ ଜୀବନରେ ଏତେ ଚୋରି କଲିଣି, କିନ୍ତୁ ଏ ଜିନିଷ ମୁଁ ଖୋଜି ବି ପାଉନି। ଏହା ଭାବି ସେ ବି ଶୋଇପଡ଼ିଲା। ସକାଳ ହେଲା। ହୀରା ବେପାରୀ ତା ବ୍ୟାଗରେ ହୀରା ଧରି ଗାଡ଼ିରୁ ଓହ୍ଲାଇ ସେ ଗଲାବେଳେ ଚୋର ଯାଇ ତା ପାଖରେ ପହଞ୍ଚିଲା। ଚୋର କହିଲା, ଆଜ୍ଞା ଶୁଣନ୍ତୁ, ମୁଁ ଜଣେ ଚୋର। ମୁଁ ଆପଣଙ୍କ ଏ ପୁଟୁଳିକୁ ନେବା ପାଇଁ ବହୁତ ଚେଷ୍ଟା କରିଛି, କିନ୍ତୁ ମୁଁ ତାକୁ ନେଇପାରି ନାହିଁ। କିନ୍ତୁ ମୁଁ ଆଜି ଆପଣଙ୍କ ପାଖରେ କହୁଛି, ଆପଣ ଯଦି କହିଦେବେ ଏ ପୁଟୁଳି କେଉଁଠି ରଖିଥିଲେ, ତାହେଲେ ମୁଁ ଆଜିଠାରୁ ଚୋର କାମ ଛାଡ଼ିଦେବି। ହୀରା ବେପାରୀ ହସିଲା। ହସି କହିଲା, ପୁଟୁଳି ମୁଁ ତୁମର ସେଇ ବ୍ୟାଗରେ ରଖିଦେଉଥିଲି, ମୋ ପାଖରେ ନଥିଲା। ତୁମେ ସବୁବେଳେ ଚିନ୍ତା କର, ନିଜ ପାଖରେ ଯେତେ ସୁଖ ଥାଏ
ପର ପାଖରେ କିଛି ନଥାଏ, କିନ୍ତୁ ତମ ପାଖରେ ଯେଉଁ ସୁଖ ସବୁ ଅଛି ତମେ ଖୋଜି ପାଇଲ ନାହିଁ। ସେଥିପାଇଁ ଚୋରି ବିଦ୍ୟାକୁ ଆପଣେଇ ନେଇଛ। ଏ ବିଦ୍ୟା ଛାଡ଼ି ଦିଅ। ଆପଣଙ୍କ ପାଖରେ ଯେତେ ସବୁ ବିଦ୍ୟା ରହିଥାଏ ଅନ୍ୟ ଜଣଙ୍କ ପାଖରେ ନଥାଏ। ଏ କାହାଣୀଟିରୁ ମୁଁ ଆପଣଙ୍କୁ ଏଇଆ କହିବାକୁ ଚାହୁଁଛି, ଆପଣଙ୍କ ପାଖରେ ଯାହା ଅଛି ଅନ୍ୟ ପାଖରେ କିଛି ବି ନାହିଁ। ଆପଣଙ୍କୁ ଖୋଜିବାକୁ ପଡ଼ିବ ଆପଣଙ୍କ ପାଖରେ କେତେ ସଫଳତାର ମାଧ୍ୟମ ଅଛି। ଆପଣଙ୍କୁ ଯଦି କାହାଣୀଟି ଭଲ ଲାଗିଥିବ ତାହେଲେ ଚ୍ୟାନେଲଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହିଲି, ନମସ୍କାର। ପୁଣି ନେକ୍ସଟ ଭିଡ଼ିଓକୁ ଦେଖାହେବ।